हाय फ्रेंड्स, वेलकम टू माय न्यू फास्ट ब्लॉग। स्वागत करुच्ची मु मोर एक नुआ प्रथम ब्लॉग रे। एटा होची मोर फर्स्ट टाइम ब्लॉग। तो मते बहुत नर्वस फील होची काहे ना मु केबे ब्लॉग कर नाही। तो काहे ना मु ब्लॉग करी नाही सेति पाई मते नर्वस फील्स बहुत होची। तो आजी मु बालेश्वर रे No, बालेश्वर no, मोर no, घर no. बालेश्वर रे रहली बालेश्वर मोर घर। तो ମୁଁ ରହୁଛି ବର୍ତ୍ତମାନ ତାମିଲନାଡୁରେ औरत का चक्कर କାମ बाबू କରୁଛି भैया, ୱାର୍କର औरत ହିସାବରେ का चक्कर बहुत ଏମ୍ପ୍ଲୟ बेकार ହିସାବରେ होता है। ୱାର୍କର ଏମ୍ପ୍ଲୟ। ମୋ ପାଖରେ ସେମିତି କିଛି ଡିଭାଇସ୍ ନାହିଁ ଯେ ମୋ ଭଲ ଡିଭାଇସ୍ ନାହିଁ, ଭଲ କ୍ୟାମେରା ଆସିବନି। ତ ନଏଜ୍ ବି ଆସୁଛି। ନଏଜ୍ ମତେ କଟିବା ପାଇଁ ପଡିବ। କଟିଲେ ଭଏସ୍ ଟା କେମିତି ଜଣାବ ଟିକେ ଜଣେନି। ତ କଣ କହିବି ମୁଁ ନିଜେ ଜାଣିପାରୁନି କାହିଁକି ନା ଏଟା ଫାଷ୍ଟ ବ୍ଲଗରେ ସେମିତି କିଛି କହିବେନି। ବହୁତ କିଛି କହିବା ପାଇଁ ମନରେ ଅଛି, କିନ୍ତୁ ସେ ପାଇଁ ଟାଇମ ଅଛି। ଟାଇମ କୁ ସ୍ପେଣ୍ଡ କରିବା ପାଇଁ ପଡିବ। ଟାଇମ କୁ ସ୍ପେଣ୍ଡ କଣ, ଟାଇମ ର ମାନେ ତ ଜାଣିଥିବେ ଆପଣ ମାନେ ଟାଇମ ଯେ କେତେ ମୂଲ୍ୟବାନ। ଯାଇଥିଲି ଭାଇର ମେଡିସିନ ଆଣିବା ପାଇଁ। ତ ଭାଇର ଏଇ ହାତଟା ଏଇଟା କଣ ଆଙ୍ଗୁଳିଟା କୁହନ୍ତି, ଏଇ ଆଙ୍ଗୁଳିଟା କଣ କୁହନ୍ତି, ଆଙ୍ଗୁଳିର ଏଇ ଫିଙ୍ଗରଟା ୟାକୁ କଣ କୁହନ୍ତି, ରିଙ୍ଗ ଫିଙ୍ଗର ଟା ଏଇଠୁ ଏମିତି ବେଣ୍ଡ ହେଇଯାଇଛି। ତ ବେଣ୍ଡ ହେଇଛି, ଏଟା ସିଧା ହଉନାହିଁ। ସିଧା ହବା ଝଗଡା ଲାଗିଥିଲା। ସେ ଝଗଡା କଣ ହେଇଥିଲା ମୁଁ କହିପାରିବି। ତ କଥାରେ କଣ ସେଦିନ ତାଙ୍କ ସାଙ୍ଗ ଭିତରେ, ତ କମ୍ପାନୀର ମୁଁ ସେଠି ଇନଭଲ୍ଭ ଥିଲି। ତ ସେ ଝଗଡାକୁ ରଖିପାରିଲିନି କାହିଁକି ନା ଦୁଇ ଜଣଙ୍କ ଝଗଡାରେ ଏମିତି କଣ ତାଙ୍କୁ ଛଡା ଛଡି ହଉଥିଲା। ତ ପପୁ ଭାଇ ଆଉ ମିତା ଭାଇ ତାଙ୍କ ଦୁଇ ଜଣ ସାଙ୍ଗ। ତ ସେ ଦୁଇ ଜଣଙ୍କ ଭିତରେ ଖେଳ ଲାଗି ଆଇପିଏଲ ଖେଳ ଲାଗି ଝଗଡା ଲାଗି ଯାଇଥିଲା। ଝଗଡାର ସେ କଣ ହେଇଛି, ତା ହାତ କୋଉଠି ମୁଡି ହେଇଯାଇଛି। ମୁଡି ହେଲା ଫଳରେ ତାର ହାତଟା ଏଇଠି ବେଣ୍ଡ ହେଇଯାଇଛି। ବେଣ୍ଡ ହେଲା ଫଳରେ 2-3 ଦିନ ହେଇଗଲାଣି, 5-6 ଦିନ ହେଲାଣି। ତାକୁ ମୁଁ କହୁଥିଲି, ତାକୁ ଡେଲି ମୁଁ ରାତିରେ ଅମୃତାଜନ ଅମୃତାଜନ ନା କଣ କହନ୍ତି, ଯାହା ବି ହଉ ଜାଣିନି ସେଟା। ତ ନିରା ଟାଇପ ର ଅମୃତାଜନ ତାକୁ କୁହନ୍ତି। ଆମେ କହୁ ଖାଣ୍ଟି ଭାଷାରେ ଅମୃତାଜନ, ଆପଣମାନେ କଣ କହନ୍ତି ଜାଣିନି। ତ ସେଇଟାକୁ ଡେଲି ରାତିରେ ମୁଁ ଲଗେଇକି ମାଲିସ କରେ। ତ ମାଲିସ କଲା ପରେ ବି ହାତଟା ବହୁତ ଏଇ ଜାଗାରେ ଏଇ ହାଡ ଟାଇପ ଟା ତାର କଣ ହେଇଛି, ଫ୍ରାକ୍ଚର ହେଇଯାଇଛି ବୋଧେ। ତ ସେଇଟା ଏମିତି ପୁରା ବେଣ୍ଡ ହେଇକି ଅଛି। ତ ସିଧା ହଉନାହିଁ କି ଗୋଟେ କପଡା ବାନ୍ଧିକି ବି ବହୁତ ଟ୍ରାଏ କରୁଛି, ତ ସିଧା ହଉନଥିଲା। ତ ଆଜି ଭାଇ ମୋର ଛୁଟି ଥିଲା, ଭାଇ କହୁଥିଲେ ଯେ ଯାଇକି ମେଡିକାଲ ଯାଇକି ସେ ଫିଙ୍ଗର ଟେପ୍ ଟା ନେଇ ଆସିବୁ। ମୁଁ ବି ଯାଇଥିଲି 2-3 ଜାଗା ମେଡିକାଲ ଯାଇକି ଖୋଜିଲି, କେଣେ ମିଳିଲାନି। ତ ଧୀରେ କି ଆସ୍ତେ କି ମୁଁ ଦୁଃଖ ହେଇକି ପଳେଇ ଆସିଲି। କିନ୍ତୁ ଭାଇ ଡ୍ୟୁଟି ଯାଇଛନ୍ତି, ଭାଇ ଡ୍ୟୁଟି ଆସିଲା ପରେ ମୁଁ ତାଙ୍କୁ କହିବି ଯେ ଏମିତି ଏମିତି କଥା, ଫିଙ୍ଗର ଟେପ୍ ମିଳିଲାନି। ତ ଦେଖୁଥିଲି ଫ୍ଲିପକାର୍ଟରେ, ଦେଖୁଥିଲି ଫିଙ୍ଗର ଟେପ୍ ଟା ହଉଛି ଏଭେଲେବୁଲ ଅଛି। ମୁଁ ଭାବୁଛି ଫ୍ଲିପକାର୍ଟରେ ଯାଇକି ଡାଉନଲୋଡ କରୁଛି, ଅର୍ଡର ମାରି ଆଣିବି। ଅର୍ଡର ମାରିଲା ପରେ 4-5 ଦିନ ଭିତରେ ପହଞ୍ଚିଯିବ। ଦେଖାଯାଉ କଣ କହୁଛନ୍ତି ଭାଇ, ଯାହା କହିବେ ଆଉ। ମୁଁ ସେମିତି, ତାଙ୍କର ସେଇଟା ଦରକାର ନା, ତ ମୋ ଦରକାର ନାହିଁ, ଭାଇର ଦରକାର। ଭାଇ କଣ କହିବେ, ଭାଇ କହିଲେ ମୁଁ ଅର୍ଡର ମାରିବି, ନହେଲେ ନାହିଁ। ଆଉ କଣ କହିବି, ଏମିତି କଥା। ତାମିଲନାଡୁ କ୍ୟାମେରା ବି ଦେଖିବାକୁ ଏତେ ଭଲ ଆସୁନାହିଁ। କଣ କରିବା, ଛୋଟ ମୋଟ ଯେମିତି କିଛି ଭାବିକି ଏଇ ୟୁଟ୍ୟୁବ ଚ୍ୟାନେଲ ମୁଁ ଖୋଲିଛି। ତ ସେଇ ଭାବନା ଯଦି ଭଗବାନଙ୍କ କୃପାରୁ ଯଦି ଚ୍ୟାନେଲ ଟା ସବସ୍କ୍ରାଇବ ଅଧିକ ହେଲା, କି ଭିଉ ହେଲା, ଲାଇକ୍ ବଢିଲା, ତାହେଲେ ଆଉ କିଛି କରିବି, ଭଗବାନ ପାଇଁ ବି କିଛି କରିବି। ସେଇଟା ମୁଁ ଫାଷ୍ଟ ଲୋକ କହୁଛି। ଯଦି ମୋ ଚ୍ୟାନେଲ ଗ୍ରୋ କରିଲା, ଭିଉ ଆସିଲା, ଲାଇକ୍ ଆସିଲା, ସବସ୍କ୍ରାଇବ ଆସିଲା, ତ ଯେମିତି ମାନସିକ କରନ୍ତି ସେମିତି ବି ମୋର କିଛି ମାନସିକ ଅଛି। ଯଦି ଚ୍ୟାନେଲରେ କିଛି ଗ୍ରୋ ହେଲା, ତାହେଲେ ମାନସିକ ବି ପୂରଣ ହବ, ମାନସିକର ବି ଗ୍ରୋ ବି ପଡିବ, ସବୁ କିଛି ପଡିବ। କାହିଁକି ନା ଯାହା ପାଇଁ ମୁଁ ଭିଡିଓ ତିଆରି କରୁଛି ସିଏ ତ ସବୁ କିଛି ନା। ତ ଯାହା ପାଇଁ ମୁଁ ଏଠି ଆସି ଛିଡା ହେଇଛି ସିଏ ଭଗବାନ, ଆଉ କେହି ନୁହେଁ। ବାପା ମାଙ୍କର କୃପା ଅଧିକା। ବାପା ମାନଠୁ ଭଗବାନ କେବେ ବଡ ହେଇପାରିବେନି। କିନ୍ତୁ ବାପା ମାଙ୍କର ସ୍ଥାନ ସର୍ବୋଚ୍ଚ ଉଚ୍ଚରେ, ଭଗବାନଙ୍କ ସ୍ଥାନ
ତାଙ୍କ ଜାଗାରେ ବାପା ମାଙ୍କ ଜାଗା ବାପାଙ୍କ ଜାଗାରେ। ତ ବାପା ମାଙ୍କ ଠାରୁ କେହି ବଡ ଦେବତା ଏତେ ପର୍ଯ୍ୟନ୍ତ ଧରାପୃଷ୍ଠରେ ଜନ୍ମ ନେଇନାହାନ୍ତି। ତ ସମସ୍ତଙ୍କ ପୁଅ ପାଇଁ ପିଲା ଛୁଆ ପାଇଁ ବାପା ମା ହିଁ ସ୍ୱର୍ଗସ୍ଥ ଭଗବାନ ମୋ ହିସାବରେ। ଆଉ କାହା ହିସାବରେ ସେଇଟା ମୁଁ ଜାଣିନି। ତ ମୋ ହିସାବରେ ବାପା ମା ମୋର ସବୁ କିଛି। ବାପା ମାଙ୍କୁ ମୁଁ ଯେତିକି ଭଲ ପାଏ ସେତିକ ଆଉ କାହାକୁ ଭଲ ପାଇନି। ଭଗବାନଙ୍କୁ ଭଲ ପାଏ। ତ ଭଗବାନଙ୍କ ଅନ୍ୟ ନାମ ବାପା ମା, ସେଟା କିଛି ତୁଲ୍ୟ ନାହିଁ। ଦେଖା ହବ ନୂଆ ଏକ ବ୍ଲଗରେ।